ମୁଁ ରଞ୍ଜନ ବିଶ୍ୱାଳ ଯାତ୍ରା ନିର୍ଦ୍ଦେଶକ। ନାଟକର ଇଏ ହେଉଛି ପୁରା ପାରିବାରିକ କାହାଣୀ। ନିଶ୍ଚିତ ଭଲ ଲାଗିବ। ସମସ୍ତେ ସବୁ ସପରିବାରରେ ବସିକିରି ବାପ ଝିଅ ମା ପୁଅ ସମସ୍ତେ ବସିକିରି ଦେଖିପାରିବେ ନାଟକ। ନିଶ୍ଚିତ ଭାବରେ ଭଲ ନାଟକ। ଏ ସମସ୍ତେ କୁହନ୍ତି ଯେ ଗୋଟେ ଭିନ୍ନ ଧରଣ ନାଟକ ମୁଁ ଗୋଟେ ଭଲ କରିଛି, ସେମିତି ନାହିଁ। ସବୁ ସବୁ କାହାଣୀ ରାମାୟଣ ମହାଭାରତରେ ସରିଯାଇଛି। ଆମେ ଖାଲି ଯେଉଁ 2-4 ଘଣ୍ଟା ଲୋକ ବସିବେ ସେ କେମିତି ଏଣ୍ଟରଟେନମେଣ୍ଟ ହେବେ, କିନ୍ତୁ ଫ୍ୟାମିଲି ବସିକିରି ଦେଖିପାରିବେ। ମୋ ନାଟକରେ ଅଶ୍ଳୀଳତା ନାହିଁ। ମୁଁ ଜୋର ଦେଇ କହିବି ପୁରା ଫ୍ୟାମିଲି ଷ୍ଟୋରି। ବାପ ଝିଅ ମା ଭଉଣୀ ସମସ୍ତେ ବସିକିରି ଦେଖିପାରିବେ। ଭଲ ସୁନ୍ଦର ନାଟକ ଫ୍ୟାମିଲି ଷ୍ଟୋରି। ଆକୁ ଲେଖିଛନ୍ତି ମୋର ଆଇଡଲ ବା ମୋ ଗୁରୁ ୟୁନିକ୍ ପ୍ରଦୀପ ବେହେରା। ବହୁତ ବଢିଆ ନାଟକ ହେଇଛି। ମତେ ହାଇଲି ସାଟିସ୍ଫାଇଡ୍ ମୁଁ। ହଁ, ସମାଜକୁ ବାର୍ତ୍ତା ପ୍ରତ୍ୟେକ ନାଟକରେ, ମୋ ଏ ନାଟକରେ ନୁହେଁ ସବୁ ନାଟକରେ କିଛି ସମାଜକୁ ବାର୍ତ୍ତା ଦେଲା ଭଳି କଥା ଥାଏ। ନିଶ୍ଚିନ୍ତ ପ୍ରତ୍ୟେକ ନାଟକର ମାନେଟା କ'ଣ? ନାଟକର ଅନ୍ୟ ନାମ ହେଉଛି ସମାଜକୁ ବାର୍ତ୍ତା ଦେବା। କମେଡିଆନ୍ ମାନଙ୍କୁ କହିବି ନିଶ୍ଚିତ ଭାବରେ ବହୁତ ଭଲ ନାଟକ ହବ। ଲୋକ କମିଟି ମାନଙ୍କୁ ଏତିକି ଅନୁରୋଧ କରିବି, କୌଣସି କଳାକାର କୌଣସି ଯାତ୍ରା ଗୋଟେ ବଡ ଇଏ ନେଇକି ନାଟକ ଦେଖନ୍ତୁ। ଯୋଉ ପାର୍ଟି ନାଟକ ଭଲ କରୁଛି ସେଇ ମାନଙ୍କୁ ପ୍ରାୟୋରିଟି ଦିଅନ୍ତୁ। ସବୁ ଏଠି ସମସ୍ତେ ବି ନାଟୁଆ ଅଛନ୍ତି, ପୁରୁଣା କଳାକାର ଅଛନ୍ତି। ଭଲ ନାଟକ ଏବଂ ନାଟକ ରାଜଦରବାର ନାଟକ ନିଶ୍ଚିତ ଭାବରେ ଭଲ ନାଟକ। ସବୁ ନାଟକ ଏ ବର୍ଷ ତାର ଭଲ ହବ ବୋଲି ମୋର ଆଶା। ଯେ ମୁଁ ନାଟକ କରିଦେଲେ ଭଲ ନାଟକ ସେମିତି କିଛି ନାହିଁ। ମୁଁ କହୁଛି ରାଜଦରବାର ତାର 4 ଖଣ୍ଡ ଯୋଉ କରିବ, ନୂଆ 2 ଖଣ୍ଡ କରିବ, ଆଉ ଯୋଉ ପୁରୁଣା ତାର 2 ଖଣ୍ଡ ନାଟକ ଅଛି ବହୁତ, ସେ ତ ବହୁତ ଭଲ ନାଟକ ଥିଲା। ଏଇ ନାଟକ 2ଟା ବି ଭଲ ହଉ। ରାଜଦରବାର ଯେମିତି ଲୋକଙ୍କ ଦର୍ଶକଙ୍କ ଆଦୃତି ଲାଭ କରୁ, ଏହା ହିଁ ମୋ ମା ଶାରଳାଙ୍କ ପାଖରେ ମୋର କାମନା।